26/2/2026 ତାରିଖ ଢେଙ୍କିକୋଟ ଅଞ୍ଚଳ ତଥା ହିନ୍ଦୁ ସମାଜ ସନାତନ ପ୍ରେମୀମାନଙ୍କ ପାଇଁ ଏକ ସ୍ମରଣୀୟ ଦିବସ ହୋଇ ରହିଯିବ। ଦର୍ଶକ ବନ୍ଧୁ, ଏକ ଐତିହାସିକ ମୁହୂର୍ତ୍ତରେ ଉକ୍ତ ସ୍ଥାନରେ ଉପସ୍ଥିତ ରହିବା ପାଇଁ ଢେଙ୍କିକୋଟ ଶ୍ରୀରାମ ନବମୀ ପୂଜା କମିଟି ପକ୍ଷରୁ ସମଗ୍ର ଅଞ୍ଚଳବାସୀଙ୍କୁ ସାଦରେ ନିମନ୍ତ୍ରଣ କରାଯାଉଅଛି। କାରଣ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଦିବ୍ୟ ସୁନ୍ଦର ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନର ପବିତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ପାଇଁ ଯାଉଅଛି। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଦଳେଇସାହି ସ୍ଥିତ ହନୁମାନ ବାଟିକା ନିକଟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅସୀମ କୃପା ଫଳରେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ସ୍ୱରୂପ ଭିତ୍ତିପ୍ରସ୍ତର ଉତ୍ସବ ଆୟୋଜନ କରାଯାଉଅଛି। ଉକ୍ତ କାର୍ଯ୍ୟକ୍ରମରେ ମଙ୍ଗଳାଚରଣ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଓ ପରେ ପରେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ରହିଛି। ଏହି ଶୁଭ ଖବର ଶୁଣିବା ପରେ ଜଳତରଙ୍ଗ ପରି ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ବହୁ ଧାର୍ମିକ ଅନୁଷ୍ଠାନ ଆଗେଇ ଆସିଥିବା ବେଳେ ପ୍ରତ୍ୟେକ ପରିବାର ପକ୍ଷରୁ ଯଥାସମ୍ଭବ ମନ୍ଦିର ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ସାମଗ୍ରୀ ଯଥା ଇଟା, ବାଲି, ପଥର ନେଇ ପୁଣ୍ୟତିଥି 26/2/2026 ତାରିଖରେ ଢେଙ୍କିକୋଟ ଶ୍ରୀରାମ ମନ୍ଦିର ନିର୍ମାଣ ଭିତ୍ତିପ୍ରସ୍ତରର ପବିତ୍ର ଉତ୍ସବରେ ଯୋଗଦେଇ ସୌଭାଗ୍ୟ ଲାଭ କରନ୍ତୁ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।